ନବୀନ ବାବୁଙ୍କର ମୋବାଇଲରେ ଗୋଟେ ଡାଇଲଗ ଆସିଥାଏ ଯେ ଚାଷୀ ମାନଙ୍କୁ ଶଙ୍ଖ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୁଁ ଗାଁକୁ ଯାଇଥାଏ, ମୋର ମନ ଅଛି ଲୋକ ନ କଲି ଫାଷ୍ଟ କଲା ପରେ ଯେତେବେଳେ ନବୀନ ବାବୁଙ୍କର କରିନଥିଲି ଗାଁକୁ ଯାଇଛି। ମୋ ମାମୁଁ କମେଡି କରନ୍ତି, ତ ମୁଁ ସମସ୍ତଙ୍କ ସାଙ୍ଗରେ ମଜା କରେ, ଫେକଚାମିଆ ହୁଏ। ସେଠୁ ମାମୁଁଙ୍କୁ ଗୋଟେ ଛୋଟ ମୋବାଇଲରୁ ଫୋନ କଲି ନବୀନ ପଟ୍ଟନାୟକ ଭଏସରେ। ମୁଁ କହିଲି ଯୋଗେନ୍ଦ୍ର ବାବୁ ଆପଣଙ୍କୁ ନମସ୍କାର। ସିଏ ଛାନିଆ, ନବୀନ ବାବୁ କଣ ମୋ ନାଁ ଧରି ଡାକିଲେଣି। ପ୍ରଥମ ଥର ପାଇଁ ମୁଁ ସେଠୁ ସେ କହିଲେ ଆଜ୍ଞା 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 ନମସ୍କାର। ମୁଁ ତାପରେ ଫୋନଟା କାଟିଦେଲି। ମୁଁ କହିଲି ଆଉ କାଳେ ଧରା ପଡ଼ିଯିବି। ତାପରେ ମୋ ବୋଉ କହିଦେଲା, କହିଲା ଏଇ ଟୋକା ପାଇଁ ଏମିତି ହଉଛି। ମୁଁ ପ୍ରାୟ ଟାଇମ୍ କଣ ଏଇ ଯୋଉ ଅଭ୍ୟାସ ଏଇ ସବୁ ଛୁଆଙ୍କ ସାଙ୍ଗରେ ସାଙ୍ଗରେ ଏମିତି ଗପି ଗପି ତାପରେ ଆପଣ କହିଲେ ନବୀନ ବାବୁଙ୍କୁ କରିବାକୁ, ତାପରେ ସେଇଟା ସେଠି ପ୍ରୟୋଗ କଲି। ପ୍ରୟୋଗ କରିକି ମୁଁ ଆଗେ ଚିନ୍ତା କଲି ନବୀନ ବାବୁଙ୍କର କୋଉଟା ଲୋକଙ୍କୁ ଛୁଉଁଛି। ଫାଷ୍ଟ ହେଲା ତାଙ୍କ ଗେଟଅପରେ ତାଙ୍କର ଯୋଉ ଜୋତା ତ ପିନ୍ଧନ୍ତିନି, ଯୋଉ ଚପଲ ଆଉ କୋଲ୍ହାପୁରୀ ଚପଲ ଆଉ ପଞ୍ଜାବୀଟା କୁର୍ତ୍ତାଟା ତାଙ୍କର ଭାରି ଭଲ ଲାଗେ, ଆଉ ତାଙ୍କ ଚୁଟି ଆଉ ତାଙ୍କ ଚଷମା, ଏଇଟା ଗେଟଅପ୍। ବାକି ରହିଲା ଭୋକାଲରେ। ତ ମୁଁ ଆମର ନାଟକରେ ଯୋଉଟା ପଢା ହୁଏ ଯେ ଶବ୍ଦଟା କୋଉଠୁ ଆସୁଛି ସେଇଟା ମାର୍କ କରିବାକୁ ପଡିବ। କିଏ କଣ୍ଠରୁ କହେ, କିଏ ନାକରୁ କହେ, କିଏ କଣ୍ଠ ନାକ ମିଶେଇ। ନବୀନ ବାବୁ କୋଉଠୁ କହନ୍ତି? ନବୀନ ବାବୁଙ୍କର ଭଏସଟା ତଣ୍ଟି ଆଉ ଗର୍ଭରୁ। ଯେତେବେଳେ ସେଇଟାକୁ ମୁଁ ପ୍ରୟୋଗ କଲି ମୋର ହେଇଗଲା। କେମିତି କୋଉଟାକୁ ବେଶୀ ଆକୁରେଟଲି ଆପଣ କହିପାରନ୍ତି? ଗୋଟେ ଡାୟଲଗ ମନେ କରନ୍ତୁ। ମୋର ଓଡ଼ିଶାର ଜନସାଧାରଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଓଡ଼ିଶାର ସମସ୍ତ ଲୋକମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଉଛି। ଏବଂ ତାଙ୍କର ଭଲ ଲାଗେ ସବୁଠୁ ସାଇଡରେ ଯୋଉ ନେତାମାନେ ବସିଥିବେ ସେତେବେଳେ ତାଙ୍କୁ ସମ୍ବୋଧନ କରିବେ, ସେଇଟା ଭାରି ଇଂଲିଶରେ ଭାରି ମଜା ଲାଗେ। ଡକ୍ଟର ଦାମୋଦର ବାବୁ, ମିଷ୍ଟର ଅତୁଲ ବାବୁ, ଏଇ ଯୋଉ ନାଁ ଗୁରା ସେ କହିବେ ଗୋଟେ କହିବେ, ସେଇଟା ଭାରି ମଜା ଲାଗେ ଶୁଣିବାକୁ। ତ ଏଇଟାକୁ ମୁଁ ପ୍ରୟୋଗ କଲି, ତ ଯାହାକି ଧୀରେ ଧୀରେ ଓଡ଼ିଶାର ଜନମାନସରେ ଲୋକମାନଙ୍କୁ ଭଲ ଲାଗିଲା। ତ ଆପଣଙ୍କୁ ବିଜେଡି ବି ବହୁତ ସମୟରେ ପ୍ରଚାର ପାଇଁ ଡାକେ। ହଁ ହଁ, ସେ ପ୍ରଚାରରେ ଆପଣ କଣ ନବୀନ ବାବୁଙ୍କର ଭୂମିକାରେ ରୁହନ୍ତି? ଭଏସ କରେ ଆଉ ତାଙ୍କ ଭଏସରେ ଟିକେ କହେ ଆଉ ଆପଣ ମାନେ ଶଙ୍ଖ ଚିହ୍ନକୁ ଭଲ ପାଆନ୍ତୁ, ଏମିତି କହିବାକୁ ପଡେ ଆଉ। ଆଉ ସେଠି ସେଇ ଗେଟଅପରେ ବି ଆପଣ ନା, ଗେଟଅପ୍ ନର୍ମାଲ ଗେଟଅପ୍।